ନମସ୍କାର ବନ୍ଧୁଗଣ। ଆଜିର ଏହି କାହାଣୀଟି ଆମ ପାଖକୁ ସେୟାର କରିଛନ୍ତି ଆମ ଦର୍ଶକ ଋଷି, ଯିଏକି ଅନୁଗୁଳ ବାସିନ୍ଦା। ସେ କହିଛନ୍ତି ସେ ଆଉ କାହା ସହିତ ନୁହେଁ, ନିଜ ଶଳା ଭାଉଜ ସାଥିରେ। ହଁ ଆଜ୍ଞା, ସେ ନିଜ ଶଳା ଭାଉଜ ସାଥିରେ ଏମିତି ଏକ ଜଘନ୍ୟ କାମ କରି ବସିଛନ୍ତି, ଯାହା ଫଳରେ ସେ ଆଜି ବି ନିଜର ଭୁଲକୁ ସୁଧାରି ପାରିନାହାନ୍ତି। ଆଜି ପର୍ଯ୍ୟନ୍ତ ବି ସେ ପଶ୍ଚାତାପ କରୁଛନ୍ତି କି ସେଦିନ ରାତିରେ ସେ ତାଙ୍କ ଶଳା ଭାଉଜ ସାଥିରେ ଏମିତି କାମ କାହିଁକି କରୁଥିଲେ। ଆଜି ପର୍ଯ୍ୟନ୍ତ ବି ସେ ପଶ୍ଚାତାପରେ ବୁଡ଼ି ରହିଛନ୍ତି। ଆମକୁ ଏ କାହାଣୀ ସେୟାର କରି ସେ ଏହା କହିଛନ୍ତି କି ଏ କାହାଣୀ ସମସ୍ତଙ୍କୁ ଶୁଣାଅ, ଯାହାଫଳରେ ମୁଁ ମୋ ନିଜକୁ କଣ୍ଟ୍ରୋଲ ନ କରିପାରି ଯେଉଁ ଭୁଲ କରି ବସିଲି, ଏମିତିକା ଭୁଲ ଏ କାହାଣୀ ଶୁଣିଲା ପରେ ଯେମିତି ଆଉ କେହି ନ କରନ୍ତୁ। ହଁ ଆଜ୍ଞା, ସେ ଆମକୁ କାହାଣୀ ସେୟାର କରିବା ସମୟରେ ଏମିତି କିଛି କହିଛନ୍ତି। ତ ଚାଲନ୍ତୁ ଆଉ ବେଶୀ ଡେରି ନ କରି ସମ୍ପୂର୍ଣ୍ଣ କାହାଣୀଟି ଜାଣିବା, ଯାହା ଋଷି ଆମ ପାଖକୁ ସେୟାର କରିଛନ୍ତି। ସେ କହିଛନ୍ତି ଏ କାହାଣୀଟି ଗତ 2 ବର୍ଷ ତଳର। ସେତେବେଳେ ତାଙ୍କ ଶଳା ପୁଅର ଜନ୍ମଦିନ ଥାଏ, ଆଉ ତାଙ୍କୁ ତାଙ୍କ ଘରକୁ ଯିବା ପାଇଁ କୁହାଯାଇଥାଏ। ମାନେ ତାଙ୍କ ପୁଅର ଜନ୍ମଦିନ ସେଲିବ୍ରେଟ୍ କରିବା ପାଇଁ ସେ ତାଙ୍କ ସବୁ ବନ୍ଧୁବାନ୍ଧବକୁ ନିମନ୍ତ୍ରଣ କରିଥିଲେ। ତ ଋଷି ତାଙ୍କ ସ୍ତ୍ରୀ ସୁନିତା ଗୋଟେ ଦିନ ପୂର୍ବରୁ ତାଙ୍କ ଘରେ ଯାଇ ପହଞ୍ଚିଗଲେ। ସେ କହିଛନ୍ତି କି ସେତେବେଳେ ବର୍ଷା ଦିନ ଥାଏ, ବର୍ଷା ସିଜିନ୍ ଚାଲୁଥାଏ। ତ ବର୍ଷା ବି ଟିକେ ଟିକେ ହେଉଥାଏ, ତ କେତେବେଳେ ଛାଡ଼ି ଯାଉଥାଏ। ତ ଏମିତି ସେ ତାଙ୍କ ଶଳା ଘରେ ପହଞ୍ଚିଗଲେ। ଋଷି କହିଛନ୍ତି କି ତାଙ୍କ ସ୍ତ୍ରୀ ସୁନିତାର ବଡ଼ ଭାଇ ହେଉଛନ୍ତି ତାଙ୍କ ଶଳା। ତ ତାଙ୍କ ଶଳା ଭାଉଜଙ୍କ ସହ ସେ ସବୁବେଳେ ମଜାମସ୍ତି କରି ଆସିଛନ୍ତି। ଆଜି ପର୍ଯ୍ୟନ୍ତ ସେ ତାଙ୍କ ଶଳା ଭାଉଜ ଶାନ୍ତି, ତାଙ୍କ ନାଁ ହେଉଛି ଶାନ୍ତି। ତ ସେ ତାଙ୍କ ଶଳା ଭାଉଜ ଶାନ୍ତି ସହ ସବୁବେଳେ ସବୁ ସମୟରେ ମଜାମସ୍ତି କରି ଆସିଛନ୍ତି। ଫୋନରେ ସବୁବେଳେ କଥା ହେବା, ଚାଟିଂ କରିବା ହ୍ୱାଟ୍ସଆପ୍ରେ, ଏମିତିରେ କି ସେ ତାଙ୍କ ଗୁପ୍ତ ସମ୍ପର୍କ ବିଷୟରେ ମଧ୍ୟ ପଚାରି ବୁଝନ୍ତି। ଋଷି ତାଙ୍କ ଶଳା ଭାଉଜ ଶାନ୍ତିକୁ ସବୁ ଖୋଲିକରି ପଚାରନ୍ତି। ସେ କହିଛନ୍ତି କି ସେତେବେଳେ ତାଙ୍କର ମଜାମସ୍ତିରେ ଏମିତି ଚାଲେ, ଥଟ୍ଟା ମଜା ଯେଉଁଟାକୁ ଆମେ କହୁଛେ। ତ ସେ କହିଛନ୍ତି ଶାରୀରିକ ସମ୍ପର୍କ ବିଷୟରେ ପଚାରିବା ତାଙ୍କ ପାଇଁ ଗୋଟିଏ କମନ୍ କଥା ସେତେବେଳେ ଥିଲା, ଯେତେବେଳେ ସେ ତାଙ୍କ ସହ ପ୍ରାକ୍ଟିକାଲି କରିବା ପୂର୍ବରୁ ଫୋନରେ ଆଉ ମେସେଜରେ କଥା ହେଉଥିଲେ। ଆଉ ସେ କହିଛନ୍ତି କି ତାଙ୍କ ଶଳା ଭାଉଜ ଶାନ୍ତି ମଧ୍ୟ ପୁରା ଓପନ୍ ମାଇଣ୍ଡର ଲୋକ। ତାଙ୍କୁ ସେ ଯାହା ବି ପଚାରିଲେ ବି ସେ କିଛି ବି ଖରାପ ଭାବନ୍ତି ନାହିଁ। ସେ ତାଙ୍କୁ ଯାହା ପଚାରିଲେ ସେ ତାଙ୍କୁ ହସି କରି ସେ ବି ଥଟ୍ଟା ମଜାରେ ତାଙ୍କୁ ଉତ୍ତର ଦିଅନ୍ତି। ସେ ତାଙ୍କୁ ଯାହା ବି ପଚାରନ୍ତି ଥଟ୍ଟା ମଜାରେ ପଚାରନ୍ତି। ତ ତାଙ୍କ ଶଳା ଭାଉଜ ଶାନ୍ତି ମଧ୍ୟ ସେପଟରୁ ତାଙ୍କ ଉତ୍ତରରେ ସେମିତି ତାଙ୍କ ଭଳି ଥଟ୍ଟା ମଜା କରି ତାଙ୍କୁ ଉତ୍ତର ଦିଅନ୍ତି। ଏମିତିରେ ତାଙ୍କ ବାହାଘରର ପାଖାପାଖି କିଛି ବର୍ଷ ବିତି ଯାଇଥିବାରୁ, ତାଙ୍କ ବାହାଘର ପରଠାରୁ ସେ ତାଙ୍କ ସହ ଏମିତି ମଜାମସ୍ତି କରି ଆସିଛନ୍ତି। ତ ଯେତେବେଳେ ତାଙ୍କ ଘରେ ଯାଇ ପହଞ୍ଚିଲେ, ତାଙ୍କ ପୁଅ ଜନ୍ମଦିନର ନିମନ୍ତ୍ରଣରେ ତାଙ୍କ ଘରକୁ ଯାଇ ଯେତେବେଳେ ପହଞ୍ଚିଲେ, ସେ ତାଙ୍କ ଶଳା ଭାଉଜ ଶାନ୍ତିକୁ ଦେଖି ବହୁତ ଖୁସି ହୋଇଗଲେ। କାହିଁକିନା ସେ କହିଛନ୍ତି କି ସେତେବେଳେ ସେହି ଦିନଠାରୁ କିଛି ବର୍ଷ ହେବ ସେ ତାଙ୍କ ଶଳା ଭାଉଜକୁ ଆଖିରେ ଦେଖିନଥିଲେ। କାମ ବ୍ୟସ୍ତତା କାରଣରୁ ସେ ତାଙ୍କ ଘରକୁ ଯାଇପାରିନଥିଲେ। ପାଖାପାଖି ବହୁତ ଦିନ ପରେ ତାଙ୍କୁ ଯେତେବେଳେ ସେ ଦେଖିଲେ, ବହୁତ ଖୁସି ହୋଇଗଲେ। ଆପଣମାନେ ତ ବୁଝିପାରୁଥିବେ ମୁଁ କେଉଁ କଥା କହୁଛି। ପୃଥୁଳ ଚେହେରା ଦେଖି ସେ କାମ ବାସନାରେ ତାଙ୍କ ମନରେ ଯେଉଁ କାମ ବାସନା ସେଟା ଜାଗି ଉଠିଲା। ଆଉ ସେ ପ୍ରଥମ ଦେଖାରୁ ହିଁ ସେ ଯେତେବେଳେ ତାଙ୍କ ଘରକୁ ଗଲେ, ସେ କହିଛନ୍ତି କି ସେ ଯେତେବେଳେ ତାଙ୍କ ଘରକୁ ଗଲେ ଆଉ ତାଙ୍କୁ ବହୁତ ଦିନ ପରେ
ଦେଖିଲେ, ଫାର୍ଷ୍ଟ ଟାଇମ୍ ପାଇଁ ଦେଖିଲେ, ତ ସେଇ ସମୟଠାରୁ ସେ ତାଙ୍କ ସହ କେମିତି ସମ୍ପର୍କ ରଖିବେ ସେ ବିଚାର ତାଙ୍କ ମୁଣ୍ଡକୁ ଆସିଗଲା। ଆଉ ସେ ମଉକା ଖୋଜିବାରେ ଲାଗିଲେ। ତ ପ୍ରଥମ ଦେଖାରୁ ହିଁ ସେ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ। ମୁଁ ଏଠି ଏମିତିକା ପସନ୍ଦ କଥା କହୁଛି, ଆପଣମାନେ ଭଲରେ ବୁଝିପାରୁଥିବେ। ତ ଏମିତି ସେଦିନ ଖରାବେଳ ବିତିଗଲା। ସେ ଯାଇକି ଆଜ୍ଞା 10ଟା 11ଟା ପାଖାପାଖି ହେବ ପହଞ୍ଚିଲେ। ସକାଳୁ ବାହାରିଲେ ଯେ 10ଟା 11ଟା ପାଖାପାଖି ପହଞ୍ଚିଲେ। ତ ଖରାବେଳେ ସାଙ୍ଗ ହୋଇ ଖାଇଲେ। ଖରାବେଳଟା ବିତିଗଲା। ସନ୍ଧ୍ୟାବେଳେ ତାଙ୍କର ଥଟ୍ଟା ମଜା ଚାଲିଥାଏ। ତ ଋଷି କହିଛନ୍ତି କି ସମସ୍ତେ ଯେତେବେଳେ ଏକାଠି ବସି କଥା ହେଉଥିଲେ, ସେ ତାଙ୍କ ଶଳା ଭାଉଜ ସନ୍ଧିକୁ ବେଳେବେଳେ ଆଖି ବି ମାରି ଦେଉଥିଲେ। ଆଉ ସେ ମଧ୍ୟ ବିପରୀତରେ ଋଷିଙ୍କୁ ଦେଖି ସେ ଋଷି କହିଛନ୍ତି କି ସେ ମଧ୍ୟ ପତଳା ନେଟ୍ ଶାଢ଼ୀ ପିନ୍ଧି ଛନ କିପରି ହେଉଥିଲେ। ଋଷିଙ୍କୁ ମଧ୍ୟ ବହୁତ ଖୁସି ଲାଗୁଥିଲା। ଋଷିଙ୍କ ଘରୁ କେବଳ ଋଷି ଆଉ ତାଙ୍କ ସ୍ତ୍ରୀ ସୁନିତା ଯାଇଥିଲେ। ତ ସୁନିତା ଯେମିତି ନ ଜାଣିପାରିବେ ସେମିତି ଋଷି ତାଙ୍କ ସହ ବ୍ୟବହାର କରୁଥିଲେ। ତ ଏମିତିରେ ସେଦିନ ବିତିଗଲା। ତା ପରଦିନ ସନ୍ଧ୍ୟାବେଳେ ତାଙ୍କ ପୁଅର ଜନ୍ମଦିନ ପାଇଁ ସେଲିବ୍ରେସନ୍ କରାଗଲା। ତାଙ୍କ ପୁଅର କିଛି ସାଙ୍ଗ ଆସିଲେ, ତାଙ୍କ ଗାର୍ଡ଼ିଆନ୍ ମାନେ ଆସିଥିଲେ, ଆଉ ତାଙ୍କ ବନ୍ଧୁବାନ୍ଧବ ସମସ୍ତେ ମିଶି ସନ୍ଧ୍ୟାବେଳେ ଋଷି ତାଙ୍କ ଶଳା ପୁଅର ଜନ୍ମଦିନ ସେଲିବ୍ରେସନ୍ ଖୁବ୍ ଧୁମଧାମରେ କଲେ। ସମସ୍ତେ ଯେତେବେଳେ ସେଲିବ୍ରେସନ୍ ସରିବା ପରେ ଯେଝା ଘରକୁ ପଳାଇଲେ, କେବଳ ଆଙ୍କ ବନ୍ଧୁବାନ୍ଧବ ରହିଲେ। ଆଙ୍କ ବନ୍ଧୁବାନ୍ଧବ ମଧ୍ୟରୁ ବି ସମସ୍ତେ ଘରକୁ ପଳାଇଥିଲେ। କିଛି ଲୋକ ଘରକୁ ପଳାଇଥିଲେ, ଆଉ ଯାହା ଘର ବହୁତ ଦୂରରେ, ଯେମିତିକି ଋଷି ଆଉ ସୁନିତା ବହୁତ ଦୂରରୁ ତାଙ୍କ ଘରକୁ ଆସିଥିଲେ, ସେମିତି ଯେଉଁ ବନ୍ଧୁମାନେ ତାଙ୍କ ଘରକୁ ବହୁତ ଦୂରରୁ ଆସିଥିଲେ ସେମାନେ କେବଳ ତାଙ୍କ ଘରେ ସେଦିନ ରହିଲେ। ତ ସେହିଦିନ ଯେତେବେଳେ ସମସ୍ତେ ପଳାଇଲେ, କିଛି ଲୋକଙ୍କୁ ଛାଡ଼ି ସମସ୍ତେ ଯେତେବେଳେ ପଳାଇଲେ, ଋଷି ତାଙ୍କ ଶଳା ଭାଉଜ ସନ୍ଧିକୁ ଆଖି ଠାରରେ କଥା ହେଉଥିଲେ, ଆଉ ଆଖି ବି ମାରି ଦେଉଥିଲେ। ତ ଏମିତି ଯେତେବେଳେ ସେ ତାଙ୍କ ରୋଷେଇ ଘରକୁ ଏକୁଟିଆ ଯିବାର ଦେଖିଲେ, ସମସ୍ତେ ହଲ୍ରେ ବସି କଥା ହେଉଥିବା ସମୟରେ ଯେତେବେଳେ ସେ ଦେଖିଲେ କି ତାଙ୍କ ଶଳା ଭାଉଜ ସନ୍ଧି ରୋଷେଇ ଘରକୁ ଏକୁଟିଆ ଯାଉଛନ୍ତି, ଋଷି ମଧ୍ୟ ପାଣି ପିଇବା ବାହାନାରେ କି କିଛି ଗୋଟେ ବାହାନା କରି ସେ ତାଙ୍କ ପଛେ ତାଙ୍କ ରୋଷେଇ ଘରକୁ ଚାଲିଗଲେ। ସେ ସମୟରେ ସେ ତାଙ୍କ ଶଳା ଭାଉଜ ସନ୍ଧିକୁ ଏହା କହିଲେ କି, ଭାଉଜ ଆଜି କ'ଣ ଲାଗୁଛ ମ, ପୁରା ଜଳୁଛ। ତ ଏମିତି କିଛି ଓପନ୍ ମାଇଣ୍ଡଲି କଥା ହେବାକୁ ଲାଗିଲେ। ଏମିତିକି ସେ ଏହା ମଧ୍ୟ କହିଲେ କି ଆଜି ଏଇ ଶାଢ଼ୀରେ ତମେ ମସ୍ତ ଦେଖାଯାଉଛ। ତ ସେ ଭାଉଜ ତାଙ୍କୁ ପ୍ରତି ଉତ୍ତର ଦେଇ କହିଲେ କି ତମେ ଖାଲି ମୋ ମନ ବୁଝିବା ପାଇଁ ଏମିତି କହୁଛ। ତମ ଭାଇ ମୋ ଶାଢ଼ୀ ଆଉ ଷ୍ଟାଇଲ୍ ଦେଖିଲେ ପୁରା ଚିଡ଼ି ଯାଉଛନ୍ତି। ତାପରେ ଋଷି ଉତ୍ତର ଦେଇ କୁହନ୍ତି କି ଭାଇଙ୍କୁ କ'ଣ ଜଣାଅଛି, ସେ ଖାଲି ସବୁବେଳେ କାମ ହେଇ ତମକୁ ବି ଭୁଲି ଯାଉଥିବେ। ଏମିତିକି ଋଷି ସେଇଦିନ ସେଇଠି ତାଙ୍କ ଗୁପ୍ତ ସମ୍ପର୍କ ବିଷୟରେ ମଧ୍ୟ ପଚାରି ଦିଅନ୍ତି। ତାଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯାହା ବି ହେଉଛି ଆପଣମାନେ ଭଲରେ ବୁଝିପାରୁଥିବେ ମୁଁ କେଉଁ କଥା କହୁଛି। ତ ସେ ବିଷୟରେ ମଧ୍ୟ ଋଷି ସେଇଦିନ ତାଙ୍କ ଭାଉଜଙ୍କୁ ପଚାରି ଦିଅନ୍ତି। ତ ତାଙ୍କ ଭାଉଜ କୁହନ୍ତି କି ସିଏ ବି ଆଜ୍ଞା ସବୁ କଥା ଓପନ୍ ମାଇଣ୍ଡଲି କୁହନ୍ତି ଋଷିଙ୍କୁ। ସବୁ କଥା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯାହା ବି ଗୁପ୍ତ କଥା, ଗୁପ୍ତ ସମ୍ପର୍କ ସବୁ ଓପନ୍ ମାଇଣ୍ଡଲି ସେ ଋଷିଙ୍କୁ କହିଦିଅନ୍ତି କି ନାଇଁ ଦେଖ ଋଷି ଆମ ପୁଅ ଜନ୍ମ ହେବା ପରଠାରୁ ତା'ର ସ୍ୱାଦ ବି ଠିକ୍ରେ ମିଳୁନି, ମୁଁ ସେମିତିରେ ରହୁଛି। ତ ଋଷି ତ ଏହା ହିଁ ଚାହୁଁଥାଏ। ତ ସିଏ ସେହି ମୌକାକୁ ମୌକାକୁ କାବୁ କରିକି ଫାଇଦା ଉଠାଇବାକୁ ଚେଷ୍ଟା କରେ। ସେ ତାଙ୍କ ଭାଉଜକୁ କହିବାକୁ ଲାଗେ କି ଆମେ ଅଛୁ, ଯଦି ଦରକାର ହେବ ତାହେଲେ କହିବ। ତ ଏମିତି ତାଙ୍କ ଭାଉଜ ଏମିତି ଋଷିଙ୍କ କଥା ଶୁଣି ହସି ଦେଇ ସେଠୁ ଚାଲିଯାଆନ୍ତି। ସେଦିନ ରାତିଟା ଆଜ୍ଞା ବିତିଯାଏ। ତା ପରଦିନ ସକାଳୁ ଋଷି ସକାଳୁ ଛାତ ଉପରକୁ ଯାଇ ଜଗି ବସିଥାଏ। କାହିଁକିନା ସେ ଜାଣିଥାଏ କି ତାଙ୍କ ଶଳା ଭାଉଜ ଗାଧୋଇ ସାରି ତାଙ୍କ ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଆସିବେ। ଆଉ ଛାତ ଉପରକୁ ବାକି ସମୟରେ କେହି ବି ଯାଆନ୍ତିନି। ତ ତାଙ୍କ କଥା ସତ ହୁଏ।
ଯେତେବେଳେ ସେ ଛାତ ଉପରକୁ ଏକୁଟିଆ ଲୁଗା ଶୁଖାଇବା ପାଇଁ ଆସନ୍ତି ସେଠି ସେ ଋଷିକୁ ଦେଖିବାକୁ ପାଆନ୍ତି। ଋଷି ସେ ସମୟରେ ତାଙ୍କ ଭାଉଜ ପାଖକୁ ଯାଇ ତାଙ୍କୁ କୁହନ୍ତି କି, ଭାଉଜ, ତମ କଥା ଶୁଣି, କାଲି ରାତିରେ ତମ କଥା ଶୁଣି ଆଉ ତମକୁ ଦେଖି ମୋ ଲୁହା ପୁରା ଗରମ ହେଇକି ଅଛି। କାଲି ରାତିଠୁ ସେ ଆଉ ଥଣ୍ଡା ହେଇନି, ତ କ'ଣ କରିବା କୁହ? ତାଙ୍କ ଭାଉଜ ପ୍ରଥମେ ତାଙ୍କ କଥା ଶୁଣି ହସନ୍ତି ଆଉ ତାଙ୍କୁ ଉତ୍ତର ଦେଇ କହନ୍ତି କି, ଆରେ ତମେ ପାଗଳ ନା କ'ଣ? ମୁଁ କାଲି ତମକୁ ଏମିତି ଥଟ୍ଟା ମଜାରେ କହିଦେଇଥିଲି, ତମେ ତ ପୁରା ସିରିୟସ୍ ହେଇଯାଉଛ। ତ ଏମିତିରେ ଋଷି ତାଙ୍କୁ କିଛି କଥା କହିକି ପଠାଇ ନିଅନ୍ତି। ଆପଣମାନେ ଭଲରେ ବୁଝିପାରୁଥିବେ ଋଷି କେଉଁ କଥା ସେତେବେଳେ ତାଙ୍କୁ କହିଥିବେ। ବହୁତ ନିଜର ଭଳି ତାଙ୍କୁ କହିକି ତାଙ୍କୁ ପଠାଇ ନିଅନ୍ତି। ଆଉ ତାଙ୍କ କଥା ଶୁଣି, ଋଷିଙ୍କର ଏମିତି କିଛି କଥା ଶୁଣି ତାଙ୍କ ଶଳା ଭାଉଜ ଶାନ୍ତି ତାଙ୍କୁ ଉତ୍ତର ଦେଇ କୁହନ୍ତି କି, ହଉ ଆଜି ରାତିରେ ସମୟ ମିଳିଲେ କରିବା। ତ ସେହି ରାତିରେ ତାଙ୍କର ବାକି ଯେଉଁ ବନ୍ଧୁବାନ୍ଧବ ଥିଲେ ସେମାନେ ମଧ୍ୟ ତାଙ୍କ ଯେଝା ଘରକୁ ଚାଲିଗଲେ। କେବଳ ଋଷି ଆଉ ତାଙ୍କ ସ୍ତ୍ରୀ ସୁନିତା କେବଳ ଏଇ 2 ଜଣ ତାଙ୍କ ଘରେ ଥିଲେ। ତାଙ୍କ ବନ୍ଧୁବାନ୍ଧବ କହିବାକୁ ଗଲେ କେବଳ ଏଇ 2 ଜଣ ତାଙ୍କ ଘରେ ଥିଲେ। ଋଷିଙ୍କୁ ତ ନିଜ ଫାଇଦା ହାସଲ କରିବାର ଅଛି, ତ ଏମିତି ସେ କିଛି ବାହାନା କରି ସେଦିନ ରାତିରେ ତାଙ୍କ ଘରେ ରହିଲେ। ତ ସେଦିନ ରାତିରେ ଋଷି କହିବା ମୁତାବକ କି, ମାନେ ସେ ଆମକୁ କହିଛନ୍ତି କି ସେଦିନ ରାତିରେ ତାଙ୍କ ଭାଉଜ ଶାନ୍ତି ତାଙ୍କ ଶଳାକୁ ମିଛ କଥା କହି ପଠାଇ ଦେଲେ କି ମୋର ପିରିୟଡ଼୍ସ ହେଇଛି। ଏହା କହି ସେ ତାଙ୍କ ବାରିପଟେ ଏକ ଘର ଥାଏ, ସେ ସେଠି ଏକୁଟିଆ ଶୋଇବା ପାଇଁ ଚାଲିଗଲେ। ମାନେ ତାଙ୍କ ଶଳା ତାଙ୍କ ବେଡ଼ରୁମ୍ରେ ଏକୁଟିଆ ଶୋଇଲେ, ଇଏ ତାଙ୍କୁ ପିରିୟଡ଼୍ସ ହେଇଛି ବୋଲି ମିଛ କଥା କହିକି ତାଙ୍କ ବାରିପଟେ ଗୋଟେ ଘର ଥାଏ, ସେ ସେଇଠି ଶୋଇବା ପାଇଁ ଚାଲିଗଲେ। ସେ କହିଛନ୍ତି କି ଯେତେବେଳେ ବି ତାଙ୍କର ପିରିୟଡ଼୍ସ ହୁଏ ସେ ସବୁବେଳେ ଏକୁଟିଆ ଶୁଅନ୍ତି ଆଉ ସେ ବାରିପଟ ଘରେ ଶୁଅନ୍ତି। ତ ସେଠିକୁ ଯାଇ ରାତି ସମୟରେ ଯେତେବେଳେ ସମସ୍ତେ ଶୋଇସାରିଥିଲେ ସେଠିକୁ ଯାଇ ସେ ଋଷିଙ୍କୁ SMS କରି ତାଙ୍କୁ ନିଜ ପାଖକୁ ଡାକିଲେ। ଋଷି ତାଙ୍କ SMS ଦେଖି ସେଇ ବାରିପଟ ସେଇ ଘରକୁ ଗଲେ ଆଉ ଭିତର ପଟୁ କବାଟ ବନ୍ଦ କରିଦେଲେ। ସେତେବେଳକୁ ତାଙ୍କ ଭାଉଜ ଶାନ୍ତି ତାଙ୍କ ପାଇଁ ପୁରା ରେଡ଼ି ହେଇକି ଥିଲେ। ତାପରେ ମାଗି ମୁଁ ଆପଣମାନଙ୍କୁ ଆଉ କ'ଣ କହିବି। ଋଷି ସବୁ ହିତାହିତ ଜ୍ଞାନ ଭୁଲି ବାହା ହେଇଥିବା ସତ୍ତ୍ୱେ ମଧ୍ୟ ନିଜ ଶଳା ଭାଉଜ ଶାନ୍ତି ଉପରେ ସବୁ ମାନେ କ'ଣ ସମ୍ପର୍କରେ ବାନ୍ଧି ହେଇଗଲେ। ସବୁ ବାଡ଼ ବନ୍ଧକୁ ଭାଙ୍ଗି ସେମାନେ ଦୁହେଁ ଏକ ହେଇଗଲେ। ସେ ସେତେବେଳେ ଏହା ଭୁଲିଗଲେ କି ସେ ତାଙ୍କ ସ୍ତ୍ରୀର ଭାଇର ସ୍ତ୍ରୀ ସିଏ, ମାନେ ତାଙ୍କ ଶଳା ଭାଉଜ। ଆଉ ତାଙ୍କ ଶଳା ଭାଉଜ ଶାନ୍ତି ମଧ୍ୟ ଏହା ଭୁଲିଗଲେ କି ସେ କାହା ସହ ଏମିତି କରୁଛନ୍ତି। ସେ ଯାହା ସହ ସମ୍ପର୍କ ରଖୁଛନ୍ତି ସେ ତାଙ୍କ ସ୍ୱାମୀ ନୁହେଁ, ସେ ଜଣେ ବାହାର ପୁରୁଷ। ତ ଏମିତି ଦୁହେଁ ସବୁ ହିତାହିତ ଜ୍ଞାନକୁ ଭୁଲି ସେଦିନ ରାତିରେ ଦୁହେଁ ଏକ ହେଇଗଲେ। ତ ତାଙ୍କ କାମ ସରିବା ପରେ ଋଷି ସେମିତି ଚୁପଚାପ ଯାଇ ତାଙ୍କ ସ୍ତ୍ରୀ ଶାନ୍ତି ପାଖରେ, ମାନେ ତାଙ୍କ ସ୍ତ୍ରୀ ସୁନିତା ପାଖରେ ଶୋଇଗଲେ ଆଉ ତାଙ୍କ ଭାଉଜ ଶାନ୍ତି ସେଇ ଘରେ ଏକୁଟିଆ ଶୋଇଗଲେ। ସେହିଦିନ ସକାଳ ହେବା ପରେ, ମାନେ ତା ପରଦିନ ସକାଳେ ଋଷିଙ୍କର ଅଫିସ୍ କାମ ପାଇଁ ତାଙ୍କୁ ବାଧ୍ୟ ହୋଇ ସେଠୁ ଆସିବାକୁ ପଡ଼ିଲା। ଯଦି ଛୁଟି ଥାଆନ୍ତା ସେ ଆଉ କିଛି ଦିନ ମଧ୍ୟ ସେଠି ରହିଥାନ୍ତେ। ସେ ସେଠୁ ଆସିବା ସମୟରେ ମଧ୍ୟ ତାଙ୍କ ଭାଉଜ ଶାନ୍ତି ତାଙ୍କୁ ରଖିବା ପାଇଁ ଅନୁରୋଧ କରିଥିଲେ, ମାନେ ତାଙ୍କୁ ରହିବା ପାଇଁ ଅନୁରୋଧ କରିଥିଲେ। ସେ କ'ଣ ପାଇଁ ତାଙ୍କୁ ରଖୁଥିଲେ ଆପଣମାନେ ଠିକ୍ ବୁଝିପାରୁଥିବେ। ଯେଉଁ କାମ ସେ ପୂର୍ବଦିନ ରାତିରେ କରିଥିଲେ ସେ କାମ ତାଙ୍କୁ ପୁଣି ଥରେ କରିବା ପାଇଁ ଇଚ୍ଛା ହେଉଥିଲା। ତ ଋଷିଙ୍କର କାମ ଥିବା କାରଣରୁ ସେ ବାଧ୍ୟ ହୋଇ ତାଙ୍କ ଘରକୁ ଚାଲି ଆସିଲେ। ତ ଏହାର କିଛି ଦିନ ପରେ ଯେତେବେଳେ ତାଙ୍କ ମୁଣ୍ଡରେ ଏହା ବୁଦ୍ଧି ପଶିଲା କି ସେ ଏକ ପାପ କାମ କରିଛନ୍ତି, ସେତେବେଳେ ତାଙ୍କର ଭୁଲର ପଶ୍ଚାତାପ ହେବାରେ ଲାଗିଲା। ସେ ନିଜ ଭୁଲର ପଶ୍ଚାତାପ କରିବାରେ ଲାଗିଲେ କି ସେଦିନ ରାତିରେ ସେ ଏମିତିକା କାମ କାହିଁକି କରୁଥିଲେ।
ତ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ବି ନିଜ ଭୁଲକୁ ଭୁଲି ପାରିନାହାନ୍ତି, ନିଜ ଭୁଲକୁ ନିଜ ଅପରାଧକୁ ଭୁଲେଇ ପାରିନାହାନ୍ତି। ତ ସେ କାହାଣୀ ଆମକୁ ସେୟାର କରି ଏହା କହିଛନ୍ତି କି ଏହି କାହାଣୀ ସମସ୍ତଙ୍କୁ ଶୁଣାଅ, ଯାହାଫଳରେ ଲୋକ ନିଜର କଣ୍ଟ୍ରୋଲକୁ ହରାଇ ଯେଉଁ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ତାକୁ କଣ୍ଟ୍ରୋଲ କରିପାରିବେ। ଆଜ୍ଞା ଦେଖନ୍ତୁ, ମଣିଷର କଣ୍ଟ୍ରୋଲ ନିଜ ହାତରେ ଥାଏ। ନିଜ ନିଜ ହାତରେ ବି ଖୁସି ହେଇପାରିବା। କିନ୍ତୁ ଋଷି ସେହି ସମୟରେ ଯେଉଁ ଭୁଲ କାମ କରିଥିଲେ ସେତେବେଳେ ସେ ବାହା ହେଇସାରିଥିଲେ। ଯେମିତିକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଲି, ତାଙ୍କ ସ୍ତ୍ରୀ ସୁନିତା ତ ସେ ବାହା ହେଇସାରିଥିଲେ। ତ ସେ ବାହାଘର ପରେ ବି ଏମିତିକା କାମ କରି ଆଜି ପର୍ଯ୍ୟନ୍ତ ବି ସେ ପସ୍ତାଉଛନ୍ତି। ହଁ ଆଜ୍ଞା, ଆଶା କରୁଛି ଆପଣମାନଙ୍କୁ ଏହି କାହାଣୀରେ ବହୁତ କିଛି ଶିଖିବା ପାଇଁ ମିଳିଥିବ। ତ ଏଇଠି ଆପଣମାନେ ମୋତେ ଆପଣମାନଙ୍କର ମତାମତ ମୋତେ କମେଣ୍ଟ କରି ଜଣାନ୍ତୁ କି ଏଠି ଆକ୍ଚୁଆଲି ଭୁଲ କାହାର ଥିଲା, ଋଷିଙ୍କର ଥିଲା ନା ତାଙ୍କ ଶଳା ଭାଉଜ ଶାନ୍ତିଙ୍କର ଥିଲା। ଦେଖନ୍ତୁ ଆଜ୍ଞା, ବହୁତ ସାରା ପୁଅ ପିଲାମାନେ ଅଛନ୍ତି, ପୁରୁଷମାନେ ଅଛନ୍ତି କିମ୍ବା ମହିଳାମାନେ ଅଛନ୍ତି, ସେମାନେ ଅନ୍ୟ ଲୋକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ତ ମୋର ଅନୁରୋଧ କି ସେମିତିକା କାମ ଆଜ୍ଞା କରନ୍ତୁନି। କାହାର ଘର ସଂସାର ଭାଙ୍ଗିବାକୁ କେବେ ଚେଷ୍ଟା କରନ୍ତୁନି। ତ ଋଷି ଏହା ଭାବୁଛନ୍ତି କି ମାନେ ତାଙ୍କ ଶଳା ଭାଉଜ ଶାନ୍ତି ସହ ଖରାପ କାମ କରିକି ତ ପସ୍ତାଉଛନ୍ତି, ସେ ଆଉ ଗୋଟେ କଥାରୁ ଆଉ ଗୋଟେ ପକ୍ଷରୁ ବି ଭାବୁଛନ୍ତି କି ସେ ନିଜ ସ୍ତ୍ରୀକୁ ଆଉ ତାଙ୍କ ଭାଇ ତାଙ୍କ ଶଳାକୁ ସେ ଧୋକା ଦେଇଛନ୍ତି। ତ ଏ ପାପରୁ ସେ ଆଜି ପର୍ଯ୍ୟନ୍ତ ବି ମୁକ୍ତି ପାଇପାରିନାହାନ୍ତି। ତ ମୋର ଆପଣମାନଙ୍କୁ ଅନୁରୋଧ କି ଏମିତିକା ସିଚୁଏସନରେ ନିଜ ନିଜକୁ କଣ୍ଟ୍ରୋଲ କରନ୍ତୁ, ଆଉ ଏମିତିକା ଭୁଲ କାମ କରିବାରୁ ନିଜକୁ ଅଟକାନ୍ତୁ। ଆଶା କରୁଛି ଆପଣମାନଙ୍କୁ ଏହି କାହାଣୀରେ ବହୁତ କିଛି ଶିଖିବା ପାଇଁ ମିଳିଥିବ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆଜି ପାଇଁ ଏତିକି। ତ ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।